ଥରେ ଏମିତି ଘରେ ବନାନ୍ତୁ ବ୍ରହ୍ମପୁର ଷ୍ଟାଇଲରେ ଆଳୁ ଚିପ୍ସ। ଦୋକାନ ଆଳୁ ଚିପ୍ସ ଫିକା ପଡ଼ିଯିବ। ଆଉ ଗୋଟେ ଲଙ୍ଗ୍ ଭିଡ଼ିଓକୁ ଆପଣମାନଙ୍କୁ ସ୍ୱାଗତ। ଆଜି ଆମେ ଘରେ ବନେଇବା ଆଳୁ ଚିପ୍ସ। ସେଥିପାଇଁ ଆମ ଘର ପାଖରେ ଜଣେ ବ୍ରହ୍ମପୁରର ଭଉଣୀ ରହୁଛନ୍ତି, ତାଙ୍କଠୁ ମୁଁ ଶିଖିଥିଲି। ସେଥିପାଇଁ ମୁଁ 1 କେଜିର ବଡ଼ ଆଳୁ ନେଇଯାଇଛି। ଆଳୁକୁ ପ୍ରଥମେ ଧୋଇକି ନେଇଯାଇଛି। ଆଳୁକୁ ମୁଁ ଚୋପା ଛଡ଼େଇ ଦେଇଛି। ଚୋପା ଛଡ଼ା ଭିଡ଼ିଓଟା ମୋର କ୍ୟାମେରା ବନ୍ଦ ଥିଲା, ସେଥିପାଇଁ ମୁଁ ଦେଖାଇ ପାରିନି। ଆପଣମାନେ ତ ଚୋପା ଛଡ଼େଇ ଜାଣିଥିବେ, ମୁଁ ଆଉ କ'ଣ ଅଧିକଟା ଦେଖେଇବି ଯେ। ଏବେ ଆଳୁକୁ ଚୋପା ଛଡ଼େଇକି ଡାଇରେକ୍ଟ ମୁଁ ପାଣିରେ ପକାଇ ଦେଇଛି। ତାକୁ ଭଲ ଭାବରେ ଧୋଇ ଦେଇଛି। ଏବେ ଆଳୁକୁ ପତଳା ପତଳା କରିକି ମୁଁ କାଟି ଦେଇଛି। ପନିକିରେ ମୋତେ କାଟିବାକୁ ଭଲ ଲାଗେ, ସେଥିପାଇଁ ମୁଁ ପନିକିରେ ତାକୁ ପତଳା ପତଳା କରିକି ସବୁଯାକ ଆଳୁ କାଟି ଦେଇଛି। ଆପଣଙ୍କ ଇଚ୍ଛା, ଆପଣ ଯେମିତି ବି କାଟିପାରିବେ। ସବୁଯାକ ଆଳୁ କାଟିକି ଡାଇରେକ୍ଟ ମୁଁ ପାଣିରେ ପକାଇଦେବି, ନହେଲେ କଳା ପଡ଼ିଯିବ। ଏବେ ଆଳୁ ସବୁଯାକ କଟା ସରିଛି, ତାକୁ ମୋ ହାତରେ ଭଲ ଭାବରେ ଆମେ ମକଚି ଦେବା, ଯାହାଫଳରେ ତାର ଯେଉଁ ମଇଳା ଅଂଶ ଥାଉ ବାହାରିଯିବ। ଏ ଗୋଟେ ପ୍ଲେଟ୍କୁ ଛାଣିଦେବା, ଆଉ ଥରେ ପାଣି ଆଣିବା, ଆଉ ଥରେ ପକାଇକି ଆଉ ଥରେ ମକଚା ମକଚି କରିଦେବା, ଯାହାଫଳରେ ଆଉ ଯେଉଁ ମଇଳା ଅଂଶ ଥାଉ ବାହାରିଯିବ। ଏମିତି 4-5 ଥର ଆମେ ତାକୁ ଭଲରେ ମକଚି ମକଚି ଧୋଇଦେବା। ଏବେ 5 ଥର ହେଇଯାଇଛି। ଆଉ ଗୋଟେ ଗାଙ୍ଗୁଲାରେ ମୁଁ ପାଣି ନେଇଯାଇଛି। ତାପରେ ଆମେ କାଟିକି ରଖିଥିବା ଆଳୁକୁ ଦେଇଦେବା, ଅଳ୍ପ ଟିକେ ଫିଟିକିରି ଦେଇକି ମିଶାଇ ଦେବା ଏବଂ ତାକୁ ଘୋଡ଼ଣି ଦେଇକି ରଖିଦେବା ଅଧଘଣ୍ଟାରୁ 45 ମିନିଟ୍। ଏବେ 45 ମିନିଟ୍ ହେଇଯାଇଛି। ଦେଖନ୍ତୁ ଆଳୁ କେତେ ଧଳା ଦିଶୁଛି, ଉପରକୁ ଫୁଟକା ବାହାରି ପଡ଼ିଛି। ଏବେ ତାକୁ ଗୋଟେ ପ୍ଲେଟ୍କୁ ଆମେ ଛାଣିଦେବା। ଏପଟେ ଗ୍ୟାସ୍ ଉପରେ ଗୋଟେ କଡ଼େଇ ବସାଇ ଦେଇଛି। କଡ଼େଇରେ ଆମେ ଅଧିକ ଟିକେ ପାଣି ଦେବା ଆଳୁକୁ ବଏଲ୍ କରିବା ପାଇଁ। ଏବେ ପାଣି ଆମର ନଖ ଉଷୁମ ହେଇଯାଇଛି। ତାପରେ ଟିକେ ନାକୁ ଫିଟକିରି ପକାଇକି ସାଙ୍ଗେ ସାଙ୍ଗେ ଫିଟକିରିଟା କାଢ଼ିଦେବା। ଦେଖନ୍ତୁ ମୁଁ ପକାଇଲି, ସାଙ୍ଗେ ସାଙ୍ଗେ କାଢ଼ିଦେଲି। ତାପରେ କାଟିକି ରଖିଥିବା ଆଳୁକୁ ଆମେ ପକାଇଦେବା। ଆଳୁ ଉପରେ ଆମେ କିଛି ଘୋଡ଼େଇବାନି, ଏମିତି ଛାଡ଼ିଦେବା ଫୁଟିବା ପାଇଁ। ଦେଖନ୍ତୁ ଆଳୁ ଏବେ ଆମର ଫୁଟୁଛି। ମଝିରେ ମଝିରେ ଆମେ ପିଠାପାତିଆ ମାରିବା, ନହେଲେ ଆଳୁ ଆମର ଲାଗିଯିବ। ଯେମିତି ତଳେ ନ ଲାଗିବ, ଗୋଟି କରି ଗୋଟିଏ ନ ଲାଗିବ। 2 ମିନିଟ୍ରେ ଥରେ ଥରେ ଆମେ ଚଟେଇବା। ଏବେ ଦେଖନ୍ତୁ ଆଳୁ ଆମର ଫୁଟି ଯାଇଛି। ଏବେ ଫୁଟିଗଲାଣି। ଏବେ ଆମେ 2 ମିନିଟ୍ କି 3 ମିନିଟ୍ ଗୋଟେ ପ୍ଲେଟ୍ ଘୋଡ଼େଇ ଦେବା। ମୁଁ ଗୋଟେ ପ୍ଲେଟ୍ ଘୋଡ଼େଇ ଦେଇଛି 2-3 ମିନିଟ୍। ଏବେ 2-3 ମିନିଟ୍ ହେଇଯାଇଛି। ପ୍ଲେଟ୍ଟା କାଢ଼ିଦେବା, ଦେଖିବା ଆଳୁ ହେଇଛି ନା ନାହିଁ। ଦେଖନ୍ତୁ ଗୋଟେ ଆଳୁ ମୁଁ ଧଇଲି, ଭାଙ୍ଗିଲି, ଭାଙ୍ଗି ଯାଉଛି। ଏବେ 50% ଆଳୁ ବଏଲ୍ ହେଇଯାଇଛି। ଏଇ 50% ଆଳୁ ବଏଲ୍ ହେଇଥିବ, ଆମେ ଗୋଟେ ଛଣା ସାହାଯ୍ୟରେ ତାକୁ ଛାଣିଦେବା। ମୁଁ ଗୋଟେ ଛଣା ନେଇଯାଇଛି। ଆଳୁକୁ ଏବେ ମୁଁ ଛାଣିଦେଲି ଏବଂ ତାକୁ ଫ୍ୟାନ୍ ତଳେ ଆମେ ଅଧଘଣ୍ଟେ ରଖିଦେବା, ଥଣ୍ଡା ହେବା ପାଇଁ ଛାଡ଼ିଦେବା। ଏପଟେ ଆଳୁକୁ ଶୁଖାଇବା ପାଇଁ ମୁଁ ଗୋଟେ ପଟା ଉପରେ ଗୋଟେ ଧୁଆ ଲୁଗାଟେ ପକାଇ ଦେଇଛି। ଆଳୁକୁ ଏବେ ଥଣ୍ଡା ହେଇଯାଇଛି। ଆଳୁକୁ ନେଇ ଆସିଲି ଛାତ ଉପରେ ଶୁଖେଇଥାନ୍ତି। ଛାତ ଉପରେ ଯେଉଁ ଖରା, ମୋ ମୁଣ୍ଡ କ'ଣ ହେଉଛି, ସେଥିପାଇଁ ଛାତ ଉପରକୁ ଗଲିନି। ଚାଲନ୍ତୁ ଆଳୁ ନେଇକି ଯିବା ଶୁଖେଇବା। ଦେଖନ୍ତୁ ପଟା ଉପରେ ମୁଁ ପରିଷ୍କାର ଲୁଗାଟେ ପାରି ଦେଇଛି। ତାପରେ ଆମେ ଆଳୁକୁ ଢାଳିଦେବା। ଆଳୁକୁ ହାତରେ ଗୋଟି ଗୋଟି କରିକି ଆମେ ପାରିବା, ନହେଲେ ଆଳୁ ଲାଗିଯିବ। ଗୋଟି ଗୋଟି କରି ମୋର ଏଇ ସାଇଜ୍ର ପଟାଟେ ସମ୍ପୂର୍ଣ୍ଣ ଫୁଲ୍ ହେଇଗଲା। ଯେହେତୁ 1 କେଜିର ଆଳୁ, ମୁଁ ସେଥିପାଇଁ ଛୋଟିଆ ପଟାଟି ନେଇଥିଲି। ଏବେ ସବୁଯାକ ଆଳୁ ମୁଁ ଗୋଟି ଗୋଟି କରି ପାରି ଦେଇଛି। ଏବେ ଶୁଖିବା ପାଇଁ ଛାଡ଼ିଦେବା। ଆଳୁ ଗୋଟେ ଦିନରେ ଶୁଖିଲାନି, ସେଥିପାଇଁ ମୁଁ ତାକୁ ତୋଳିକି ଗୋଟେ ବଡ଼ ଥାଳିକି ନେଇ ଆସିଥିଲି। ଏବେ ତା ବାସି ଦିନ ହେଇଛି, ମୁଁ ଶୁଖେଇଥିଲି। ଦେଖନ୍ତୁ ଆଳୁ ଏବେ ଆମର ଶୁଖିଯାଇଛି। ମୁଁ ଗୋଟେ ଭାଙ୍ଗୁଛି, ପୁରା ମଡ଼ମଡ଼ିଆ ହେଇକି ଭାଙ୍ଗୁଛି। ଚାଲନ୍ତୁ ଆଳୁ ଚିପ୍ସ ଛାଣିବା। ସେଥିପାଇଁ ଗ୍ୟାସ୍ ଉପରେ କଡ଼େଇ ବସାଇ ଦେଇଥିଲି। ତାପରେ ମୁଁ ତେଲ ଦେଇଥିଲି, ତେଲ ବି ତାତି ଯାଇଛି। ଆଳୁ ଚିପ୍ସ ଏବେ 4-6ଟା କରିକି ପକାଇବା। ଦେଖନ୍ତୁ 4-6ଟା ଆଳୁ ଚିପ୍ସ ମୁଁ ପକାଇଲି, କେତେ ଜୋର ଫୁଲୁଛି। ତାକୁ ବେଶୀ ଲାଲ କରିବାନି, ଆମେ ସେମିତି ଛାଣିଦେବା। ଗୋଟେ ପ୍ଲେଟ୍କୁ ମୁଁ ଛାଣି ଦେଇଛି। ମୋ ପୁଅ ଝିଅ କହୁଛନ୍ତି, ମାମା ଏଇ ସବୁଯାକ ଛାଣିଦିଅ, ଆଉ ଥରେ କରିବ ଯେ ରଖିବା। ମୁଁ କହିଲି, ଆରେ ମୋ ଦେହ ଭଲ ନଥିଲା, ସେଥିପାଇଁ ମୁଁ 1 କେଜିର ଆଳୁ ଚିପ୍ସ କରିଛି। ଆଉ ଥରେ ମୁଁ ଅଧିକ ଟିକେ ବନେଇଦେବି ଯେ ରଖିକି ଖାଇବି। ଏବେ ସବୁଯାକ ଆଳୁ ଚିପ୍ସ ମୁଁ ଛାଣି ଦେଇଛି। ଦେଖନ୍ତୁ 1 କେଜିର ଆଳୁ, ଏତିକି ଆଳୁ ଚିପ୍ସ ମୋର ହେଲା। ତାପରେ ଜିରା ଲଙ୍କା ଗୁଣ୍ଡ, ଲୁଣ କିମ୍ବା ବିଟ୍ ଲୁଣ ବି ପକାଇ ପାରେ। ବିଟ୍ ଲୁଣଟା ମୋର ସରିଯାଇଥିଲା, ସେଥିପାଇଁ ମୁଁ ନର୍ମାଲ୍ ଲୁଣ ଆଉ ଜିରା ଲଙ୍କା ଗୁଣ୍ଡ ଟିକେ ଛିଞ୍ଚିଦେଲି। ଦେଖନ୍ତୁ ମୁଁ ଗୋଟେ ଭାଙ୍ଗିଲି, କେତେ ଜୋର ମୁଡ଼ମୁଡ଼ିଆ ହେଇଛି। ଖାଇଲି ଯେ ମୁଡ଼ମୁଡ଼ିଆ ଲାଗିଲା। ମୋ ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗିଥିବ, ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ରହିଲି। ଜୟ ଶ୍ରୀ ଜଗନ୍ନାଥ।